ପିଲାମାନେ ତମମାନଙ୍କର ଇମ୍ପୋର୍ଟାଣ୍ଟ ଆପ୍ଲିକେସନ୍ କ'ଣ ପିଲାମାନେ ଇମ୍ପୋର୍ଟାଣ୍ଟ ଆପ୍ଲିକେସନ୍ ଏକ୍ଜାମ୍ରେ କ'ଣ ପଡ଼ିବ ଏକ୍ଜାମ୍ରେ କ'ଣ ପଡ଼ିବ ମେ ବି ତୁମେ ଜାଣିଥାଇପାର ନ ଜାଣିଥାଇପାର ବଟ୍ ତୁମମାନଙ୍କୁ ମୁଁ ଯେଉଁ ଆପ୍ଲିକେସନ୍ କହିବି ନା ତୁମମାନଙ୍କୁ ମୁଁ ଯେଉଁ ଆପ୍ଲିକେସନ୍ ବି କ'ଣ କହିବି ଏବେ ତୁମମାନଙ୍କୁ ମୁଁ କହିବି ତାକୁ ଟିକେ କ'ଣ କରିବ ପିଲାମାନେ ନିଶ୍ଚିତ ଭାବେ କ'ଣ କରିବ ପଢ଼ିକି ଯାଇଥିବ ନିଶ୍ଚିତ ଭାବେ କ'ଣ କର ପିଲାମାନେ ପଢ଼ିକି ଯାଇଥିବ ନାଇଁ ଯଦି ତୁମମାନଙ୍କ ଇଚ୍ଛା ଅଛି ଆମେ ଲେଟର ଉପରେ ଫୋକସ୍ ରଖିବୁ ଲେଟର ପଢ଼ିକି ଯିବୁ ଲେଟର ପଢ଼ିକି ଯାଅ ନାଇଁ ତୁମମାନଙ୍କ ଯଦି ଇଚ୍ଛା ଅଛି ଆମେ ଆପ୍ଲିକେସନ୍ ପଢ଼ିକି ଯିବୁ ତାହେଲେ ମୁଁ ତୁମକୁ ଯେଉଁ ଆପ୍ଲିକେସନ୍ କହୁଛି ତାକୁ କ'ଣ ନିଶ୍ଚିତ ଭାବେ କ'ଣ କରିବ ପିଲାମାନେ ପଢ଼ିକି ବି ଯାଅ କିନ୍ତୁ ତା ଆଗରୁ ତୁମମାନଙ୍କୁ ମୁଁ କହି ରଖୁଛି ପିଲାମାନେ ଆମେ ଗଭର୍ଣ୍ଣମେଣ୍ଟର ଯେଉଁ ପ୍ରୋସିଜର ମାର୍କିଂ ଅଛି ତୁମମାନଙ୍କ ବୋର୍ଡର ଯେଉଁ ପ୍ରୋସିଜର ମାର୍କିଂ ଅଛି ଆମେ କେଉଁ ପ୍ରୋସିଜର ହିସାବରେ କେତେ ଷ୍ଟେପ୍ ମାର୍କିଂ ପାଇବା କେତେ ଷ୍ଟେପ୍ ମାର୍କିଂ ପାଇବା ଯଦି ପିଲାମାନେ ତୁମଙ୍କର ଏଇ ଭିତରୁ ଗୋଟେ ବି ଷ୍ଟେପ୍ ଯଦି ତୁମର ବାଇଚାନ୍ସ କ'ଣ ହେଇଯାଏ ପିଲାମାନେ ଛାଡ଼ି ଦିଅ ନା ତାହେଲେ ତୁମମାନଙ୍କୁ କ'ଣ ହେଇଯିବ ପିଲାମାନେ ହାଫ୍ ମାର୍କ କଟିଯିବ ହାଫ୍ ମାର୍କ କଟିଯିବ ତୁମମାନଙ୍କୁ ଜଣାପଡ଼ିବନି ସାର୍ ମୋର ହାଫ୍ ମାର୍କ କୋଉଠି କଟିଲା ବୋଲି କିନ୍ତୁ ଯେତେବେଳେ ରେଜଲ୍ଟ ପ୍ରକାଶ ପାଇବ ସେତେବେଳେ ଭାବିବ ଯେ ସାର୍ ମୁଁ ଆଶା ରଖିଥିଲି ମୋର ଆପ୍ଲିକେସନରେ 5 ରୁ 5 ଆସିବ ବୋଲି କିନ୍ତୁ 4 ହାଫ୍ କାହିଁ ରହିଲା କିନ୍ତୁ କ'ଣ ପାଇଁ ରହିଲା ଏଇ ଷ୍ଟେପ୍ ମାର୍କିଂ ପାଇଁ ତୁମର କ'ଣ ରହିଲା 4 ଅଧେ ରହିଲା ବୋଲି ତୁମେ ଭାବିଦେବ ସେଥିପାଇଁ କହି ରଖୁଛି ଗୋଟେ ଆପ୍ଲିକେସନ୍ ଲେଖିବା ପୂର୍ବରୁ ତାର ଲେଖିବାର ପ୍ରୋସିଜର ତାର ଲେଖିବାର ଧାରା ତୁମକୁ ନିହାତି ଭାବେ ଜାଣିବାର ଅଛି ନିହାତି ଭାବେ ତୁମକୁ କ'ଣ ଜାଣିବାର ଅଛି ତୁମେ ଯଦି ନ ଜାଣିବ ଆପ୍ଲିକେସନ୍ ମନ ଇଚ୍ଛା ଲେଖି ଆସିବ ତାହେଲେ ତୁମକୁ ସେ ମଧ୍ୟ କ'ଣ ମନ ଇଚ୍ଛା ମାର୍କ ଦେବେ ବୁଝିପାରୁଛ ନା ବୁଝିପାରୁନ ତ ପ୍ରଥମେ ଇମ୍ପୋର୍ଟାଣ୍ଟ ଆପ୍ଲିକେସନ୍ କହିବା ପୂର୍ବରୁ ତୁମକୁ ମୁଁ କ'ଣ ରଖୁଛି ନା ଇମ୍ପୋର୍ଟାଣ୍ଟ ପ୍ରୋସିଜର ବା କେଉଁ ଷ୍ଟେପ୍ ଅନୁଯାୟୀ କେତେ ଷ୍ଟେପ୍ ଅନୁଯାୟୀ ଆମେ କେତେ ମାର୍କିଂ ପାଇବା ତାକୁ ପ୍ରଥମେ କ'ଣ ପିଲାମାନେ ଦେଖିଦେବା ପ୍ରଥମ ଜିନିଷ ହେଲା କ'ଣ ତୁମମାନଙ୍କ ପିଲାମାନେ ଯେଉଁ ଆପ୍ଲିକେସନ୍ ଷ୍ଟାର୍ଟିଂ କରୁଛ ଏଇ ଯେଉଁ ଆପ୍ଲିକେସନ୍ କ'ଣ କରୁଛ ପିଲାମାନେ ତୁମେ ଯେଉଁ କ'ଣ କରୁଛ ଷ୍ଟାର୍ଟ କରୁଛ ଆପ୍ଲିକେସନ୍ ଷ୍ଟାର୍ଟ କରିବା ପୂର୍ବରୁ ଆମେ କ'ଣ ଲେଖିବା ନା ପ୍ରଥମେ ଫର୍ମ ଲେଖିବା କ'ଣ ଲେଖିବା ଫ୍ରମ୍ ଟୁ କ'ଣ ନା ତୁମମାନଙ୍କ ନେମ୍ ଲେଖିବ ୟୋର ନେମ୍ ଲେଖିବ ପିଲାମାନେ ଷ୍ଟୁଡେଣ୍ଟ ଅଫ୍ କ୍ଲାସ୍ ଏକ୍ସ ତୁମମାନେ ତାକୁ ଲେଖିବ ଗଭର୍ଣ୍ଣମେଣ୍ଟ ନୋଡାଲ ହାଇସ୍କୁଲ ତୁମମାନଙ୍କ ହାଇସ୍କୁଲର ନେମ୍ ଲେଖିବ ପିଲାମାନେ ଯେଉଁ ହାଇସ୍କୁଲ ତାକୁ ଲେଖିବ ତୁମମାନଙ୍କ ରେସ୍ପେକ୍ଟିଭ डिस्ट्रिक्ट पिलाने कौन लिखिबो ताकू लिखिबो पिला माने एटिकी पई तुमको केते मार्क मिलियो पिला माने हाफ मार्क मिलिबो मो मार्क मोर पछोटे देछि केते मार्क मिलिबो हाफ मार्क पाइबो भाबी परछो ना पिला केते मार्क पाइबो हाफ मार्क तुम ना तुम क्लास तुम हाई स्कूल तुम डिस्ट्रिक्ट पई केते मार्क हाफ मार्क केवल आज रो डेट जदि पके रहउछो जदि आज रो पिला माने खाली डेट टी तुम पके रहउछो ताले मो केते मार्क मिलि जिवो हाफ मार्क मिलि जिवो मोटा बुझी परछो ना बुझी परनो मो कथा पिला माने बुझी परछो ना बुझी परनो जेतक भलो पिला अछ तुम माने एई मिस्टेक तो जमा करबोनी आ जेतक पिला माने तुम बुझी परनो जे एप्लीकेशन किपरि लेखिबा तो एतिकी लिखिदले ना बाबा तुमको 1 मार्क मिलिगला 1 मार्क मिलिगला पिला माने 1 मार्क मिलिगला तेनु तेनु खाली देख खाली स्टेप मार्किंग देख पिला माने नेक्स्ट कोन हला पिला देखो नेक्स्ट कोन आसला तो तुमनकर 2 तो हेडमास्टर को जदी हम लिखुचे एप्लीकेशन हेडमास्टर लिखिबा ना जे हम को चेयरमैन को लिखुचे चेयरमैन को लिखिबा तापर कोन पिला माने ना तुम तुमनको स्कूल नेम लिखिबो ला तुम अच्छा अच्छा ए मु लिखि टिके भूल लिखि दिली हला तुमनको हेडमास्टर जदी लिखुचे हेडमास्टर को लिखिबो ता तुम चेयरमैन को लिखु चेयरमैन को लिखिबो ना जो कोनसी ऑफिसर बाकू पठोजो कोन ऑफिसर बाकू तबे लिखि पारिबो नेक्स्ट कोन आसला तुमको स्कूल नेम लिखिबो किबा म्युनिसिपालिटी नेम लिखिबो किबा लोकल नेम लिखिबो तुम ब्लॉक नेम लिखिबो तुम सोसाइटी नेम लिखिबो तुमको से जहा पछला तुमको कोन ताको लिखिया पड़िबो नेक्स्ट हला पिला माने तुमको डिस्ट्रिक्ट को लेछि एति पई हे गेला केते मार्क पिला माने हाफ मार्क हे गेला बुझि पाइलो केते मार्क हे गेला हाफ मार्क हे गेला नेक्स्ट कोन आसला ना हम सब्जेक्ट कोन हम सब्जेक्ट कोन लिखुचे ना कोन कंप्लेंट होचे ना रिक्वेस्ट करचे कि परमिशन मागुचे कि ना हमें कोन पिला माने हम जहा भी कौन करछे पिला माने हमर सब्जेक्ट जहा अछि ताको हम कोन करछे जहा लिखुचे सेटा में केते मार्क हे गेला पिला माने हाफ मार्क हे गेला केते मार्क हे गेला हाफ मार्क हे गेला सर केते मार्क हम पाइबे बा ना 2 मार्क पाइबे बा केते मार्क पाइबे बा 2 मार्क मिल जिवो केते रे एतिक रे एतिक हमको 2 मार्क मिल जिवो एबे कुह जो मन को पाठ होउनी ना एबे मते कुह तमन को पाठ होउनी ठीक अछि किंतु तम भूल बड़ भूल कोन छ तमने स्टेप मार्किंग जाननो केते कोठी कोन लेखले स्टेप मार्किंग हम पाइबा ताकू तमन जाननो बाबा रे जदी एथु हम आरंभ करके एतिक हम खाली लिखि रोजे सब्जेक्ट लिखि रोजे ताना हमको केते मार्क मिल जिवो 2 मार्क मिल जिवो 2 मार्क मिल जिवो एथि हमको किछि ग्रामेटिकल एरर तो होबनी ना ग्रामर किछि असुविधा नै ना किछि हमको भाबियारो पड़िबो ना एतिक खाली लिखि रोजे जदी तमको केते मार्क मिल जिवो 2 मार्क मिल जिवो एक्सपेक्टेड कर पारछो पिला एक्सपेक्टेड कर पारछो पिला माने मुझा कहूची नेक्स्ट वन थिंग कहला प्लान तुमको सब्जेक्ट लिखि सारा पर आमे कोन लिखुचे हमटा डिटेल्स लिखुचे हमर कोन असुविधा अछि कोन प्रॉब्लम अछि ताको हम लिखुचे सार दे कोन लिखुचे ताको लिखुचे एवं तुम ए डिस्क्राइब तक हम केते मार्क मिलिबो 2 मार्क मिलिबो केते मार्क मिलिबो बोलाने 2 मार्क मिलि जिबो हमको हम जहा डिस्क्राइब करबा होजे केते मार्क 2 मार्क नेक्स्ट आसला प्लान कोन तुमको योर फेथफुली हम जे लिखुचे ताको तुमको हाफ मार्क ताको भी होजे हाफ मार्क ताको मिस करबोनी नेक्स्ट ला प्लान कोन ना तुम नाम तुम क्लास को ना तुम स्कूल कोटा ताको हम जे लिखुचे तुम सेटा होजे कोन तुमको हाफ मार्क तो हे गेला 5 मार्क हाफ हाफ केते गेला 1 एठिरा 2 3 4 हेला 5 5 मार्क तुमनकर पिला माने एही भली कोन होची डिस्ट्रीब्यूट होची 5 मार्क कोन होची पिला माने तुमनकर एही भली कोन होची डिस्ट्रीब्यूट होची
ଇମ୍ପୋର୍ଟାଣ୍ଟ ଏସେ, ଇମ୍ପୋର୍ଟାଣ୍ଟ ଆପ୍ଲିକେସନ୍, ଇମ୍ପୋର୍ଟାଣ୍ଟ ଲେଟର ଯାହା ବି ତମେ ଦେଖୁଛ ନା ତା ପୂର୍ବରୁ ତମେମାନେ ଖାଲି ଜାଣିଦିଅ ଯେ ଆମର ପିଲାମାନେ ମାର୍କ କିପରି ଡିଷ୍ଟ୍ରିବ୍ୟୁଟ୍ ହେଉଛି, ମାର୍କିଂ ସିଷ୍ଟମ ଆମର ଗଭର୍ଣ୍ଣମେଣ୍ଟର କ'ଣ ରହୁଛି, କେଉଁ ଭଳିଆ ମାର୍କ ଆମର କ'ଣ ହେଉଛି, ପିଲାମାନେ ଆମର ଭାଗ ଭାଗ ହେଇକି ଆସୁଛି। ଆମେ ଯଦି କୌଣସି ଷ୍ଟେପ୍ ମାର୍କିଂ ଛାଡ଼ିଦେବା, କୌଣସି ଷ୍ଟେପ୍ ଯଦି ଛାଡ଼ିଦେବା ନା ତାହେଲେ ଆମର କ'ଣ ହେଲା, ସେଇ ଷ୍ଟେପ୍ର ମାର୍କିଂ କ'ଣ ହେଲା, ପିଲାମାନେ କଟିଯିବ କଟିଯିବ ପିଲାମାନେ। ତ ସେଥିପାଇଁ ତମମାନଙ୍କୁ ପିଲାମାନେ ଏଇ ସେକ୍ସନ ତମମାନଙ୍କୁ ମୁଁ ଜଣେଇଲି ପିଲାମାନେ ଆମ ଗୋଟେ ଇମ୍ପୋର୍ଟାଣ୍ଟ ଆପ୍ଲିକେସନ ଲେଖିବା, ତା ଆପ୍ଲିକେସନ ଲେଖିବାର ଆମର ପ୍ରୋସିଜରଟି ପିଲାମାନେ କ'ଣ କ'ଣ ରହିବ, କିଭଳି ରହିବ ଏବଂ ଆମେ କୋଉ ଭଳିଆ ଲେଖିଲେ ଆପ୍ଲିକେସନଟି ଆମେ ଫୁଲ୍ ଟୁ ଫୁଲ୍ ମାର୍କ ପାଇପାରିବା। ବୁଝିଗଲ ନା ପିଲାମାନେ? ତମମାନଙ୍କୁ ମୁଁ ଯୋଉ ୱେରେ କହିଲି ନା ଆମେ କ'ଣ କରିବା, ଆପ୍ଲିକେସନଟାକୁ ପିଲାମାନେ ସେଇ ପ୍ରୋସିଜର ଆମକୁ କ'ଣ ପିଲାମାନେ ଲେଖିବାକୁ ପଡ଼ିବ। ସବୁବେଳେ ପିଲାମାନେ ମାଇଣ୍ଡଫୁଲି ମନେ ରଖିବ, ଗୋଟେ ଜିନିଷ ମାଇଣ୍ଡଫୁଲି ମନେ ରଖିବ ପିଲାମାନେ, ମେ ବି ତମମାନଙ୍କର ଆପ୍ଲିକେସନ ମୁଁ ତମମାନଙ୍କୁ ଯୋଉ ଆପ୍ଲିକେସନ କହିବି, ତମମାନଙ୍କୁ ମୁଁ ଯୋଉ ଆପ୍ଲିକେସନ କହିବି ମେ ବି ତମମାନଙ୍କର ଏକ୍ସାମ ହଲରେ କ'ଣ ନ ଆସିପାରେ, କିନ୍ତୁ ତମମାନଙ୍କୁ ମୁଁ ଯୋଉ ପ୍ରୋସିଜର କହିଲି, ଯୋଉ ଷ୍ଟେପ୍ ମାର୍କିଂ କହିଲି, ତାକୁ ପିଲାମାନେ ସେଇ ପ୍ରୋସିଜର ଲେଖିବାକୁ ଜମା କ'ଣ କରିବନି ପିଲାମାନେ ଭୁଲିବନି। ତମମାନଙ୍କ ପାଇଁ ବହୁତ 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 ଇମ୍ପୋର୍ଟାଣ୍ଟ ରହିବ। କାହିଁକି ନା ଆମକୁ ଏବେ ଆମେ ମନଇଚ୍ଛା ଲେଖିଲେ ମାର୍କ ପାଇବାନି ବାବା। ଆମେ ଯେତେ ମନଇଚ୍ଛା ଲେଖିଲେ କ'ଣ, ଯେତେ ଭଲସେ ଲେଖିଲେ ମଧ୍ୟ କ'ଣ ପାଇବାନି, ମାର୍କ ପାଇବାନି। ଯଦି ଆମେ କ'ଣ କରିଛେ ନା ଆମର ଯୋଉ ପ୍ରୋସିଜର ହିସାବରେ କ'ଣ ଅଛି, ଆମର ମାର୍କିଂ ସିଷ୍ଟମ ଅଛି, ତାକୁ ଯଦି ଆମେ କ'ଣ କରିଛେ ଫଲୋ କରିଛେ। ତେଣୁ ତମମାନଙ୍କ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ ରହିବ ଏବଂ ତମମାନଙ୍କ ପାଇଁ ଏଇ ଗାଇଡଟା ତମମାନଙ୍କୁ ମୁଁ ଆଗେ ଦେଲି ପିଲାମାନେ, ଗାଇଡ ତମମାନଙ୍କୁ ମୁଁ ଆଗେ ଦେଲି ଯେ ଆମେମାନେ କ'ଣ କରିବା, ସେଇ ରୁଲ ହିସାବରେ ଆମେ କ'ଣ ଲେଖିବା, ଆପ୍ଲିକେସନଟି ଲେଖିବା। ଆମେ କେଉଁଠି ହାଫ୍ ମାର୍କ ପାଇବା, କେତିକି 2 ମାର୍କ ପାଇବା, କେତିକି ହାଫ୍ ହାଫ୍ ଦେଖୁଛ ହାଫ୍ ହାଫ୍ ମାର୍କ କେତେ ତମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ଯଦି କୌଣସି ଷ୍ଟେପ୍ ଯଦି ଆମେ ଭୁଲରେ ଯଦି ଛାଡ଼ିଦେବା ନା ତାହେଲେ ତମେ କ'ଣ ଭାବିବ, ମୁଁ ଭାବିଥିବ ଯେ ମୁଁ ଲେଖିକି ଆସିଛି ବୋଲି, ଦେଖିଲା ବେଳକୁ କ'ଣ ତମମାନଙ୍କର ମାର୍କ କ'ଣ ଡିଡକ୍ଟ ହେଇଯିବ ଅଟୋମେଟିକାଲି। ବୁଝିପାରୁଛ ନା ବୁଝିପାରୁନ? ତ ଏବେ ଦେଖିବା ତମମାନଙ୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ ତମମାନଙ୍କର ଆପ୍ଲିକେସନ ତମମାନଙ୍କର ଏକ୍ସାମ ହଲରେ କ'ଣ ଆସିବାର ଚାନ୍ସେସ୍ ଅଛି। ମୁଁ ତମମାନଙ୍କୁ ଯାହା ଯାହା ବି ଆପ୍ଲିକେସନ କହିବି ତାହା ତମମାନଙ୍କର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍କୁ ନେଇକି ଏବଂ ତମମାନଙ୍କ ପରୀକ୍ଷା ଦର୍ପଣର ଯୋଉ ଏବେ କ'ଣ ଦେଇଛି 5ଟା ସେଟ୍ ଅଛି, ସେଥିରେ ଯୋଉ ଆପ୍ଲିକେସନ ଅଛି ତାକୁ ପିଲାମାନେ ନେଇକି ଆନାଲିସିସ୍ କରି ତମମାନଙ୍କୁ ମୁଁ କ'ଣ ଦେଇଛି, କିଛି ଆପ୍ଲିକେସନ ଦେଇଛି। ତମମାନଙ୍କ ପାଇଁ ଭେରି ଭେରି ଇମ୍ପୋର୍ଟାଣ୍ଟ ରହିବ। ଖାଲି ଆପ୍ଲିକେସନ ଦେଖ, ତମେ କୋଉଟା ଛାଡ଼ିକି ଯିବ ପିଲାମାନେ, ତମକୁ ଦେଖାଯାଉଥିବ ପିଲାମାନେ ଏଠି ଲେଖା ହେଇଛି 2025 ରେ 2025 ଗୋଟେ ଆପ୍ଲିକେସନ ପଡିଥିଲା କ'ଣ ନା, ମ୍ୟୁନିସିପାଲିଟି ପାଖକୁ ଆମେ କମ୍ପ୍ଲେନ୍ କରୁଛେ ଏବାଉଟ୍ ସାନିଟାରୀ କଣ୍ଡିସନ ଇନ୍ ୟୋର ଲୋକେସନ। ଆମେ କ'ଣ କରୁଛେ ପିଲାମାନେ, ଏଇଟା ତମର ପଡିଥିଲା କେବେ 2025 ରେ ପଡିସାରିଛି, 2025 ରେ ପଡିସାରିଛି। ତେଣୁ ମ୍ୟୁନିସିପାଲିଟିକୁ ନେଇକି ତମର ମତେ ଲାଗୁନି କାହିଁ ତମର ପିଲାମାନେ କିଛି ଆପ୍ଲିକେସନ ପିଲାମାନେ ମେ ବି 2026 ରେ କ'ଣ ଆସିପାରେ ହେଲା। ତେଣୁ ତାକୁ କ'ଣ ପିଲାମାନେ କରିପାରିବା, ଛାଡ଼ିପାରିବା ହେଲା। ତାକୁ ଆମେ କ'ଣ କରିବା ପିଲାମାନେ ଛାଡ଼ିପାରିବା। ନେକ୍ସଟ ହେଲା ତମର ଇମ୍ପୋର୍ଟାଣ୍ଟ କ'ଣ ରହିବ, ଇମ୍ପୋର୍ଟାଣ୍ଟ ମାନେ ଭେରି ଭେରି ଇମ୍ପୋର୍ଟାଣ୍ଟ କ'ଣ ରହିବ ନା, ତମର ଆପ୍ଲିକେସନ ଲେଖିବା ଆମେ ହେଡମାଷ୍ଟର ପାଖକୁ, କାହା ପାଖକୁ ଲେଖୁଛେ, ହେଡମାଷ୍ଟର ପାଖକୁ ଆମେ ଲେଖୁଛେ କିମ୍ବା ହେଡମାଷ୍ଟର ପାଖକୁ ଆମେ କ'ଣ ଲେଖୁଛେ, ଆପ୍ଲିକେସନ ଲେଖୁଛେ। ତମର ପାଇଁ ସେଇଟା ରହିବ କ'ଣ, ତମମାନଙ୍କ ଚଳିତ ବର୍ଷ ପାଇଁ କ'ଣ ରହିବ ପିଲାମାନେ ଇମ୍ପୋର୍ଟାଣ୍ଟ ରହିବ। କାହିଁ ଇମ୍ପୋର୍ଟାଣ୍ଟ ରହିବ ଦେଖ, 2024 ରେ ପିଲାମାନେ ତମର କ'ଣ ପଡିଥିଲା ନା, ଟୁ ଦ ହେଡମାଷ୍ଟର ଅଫ୍ ୟୋର ସ୍କୁଲ। ଏଇଟା ମୁଁ ଲେଖିଛି, ଟୋଟାଲ ଲେଖିଛି ହେଲା। ଆମେ ଯେତେକ ପିଲାମାନେ ମୁଁ ଆପ୍ଲିକେସନ ଲେଖିଛି ଷ୍ଟାର୍ଟ ଲେଖିଛି, ସବୁ ଯାକ ହଉଛି ପିଲାମାନେ କ'ଣ ହେଡମାଷ୍ଟରଙ୍କ ପାଇଁ ଲେଖା ହେଇଛି। ଆମେ ହେଡମାଷ୍ଟରଙ୍କ ପାଖକୁ କ'ଣ ଲେଖୁଛେ ନା, ତମମାନଙ୍କ ସ୍କୁଲର ହେଡମାଷ୍ଟରଙ୍କ ପାଖକୁ ଆମେ କ'ଣ ଲେଖୁଛେ, ଗୋଟେ ଆପ୍ଲିକେସନ ଲେଖୁଛେ କ'ଣ ପାଇଁ ନା, ରିକ୍ୱେଷ୍ଟିଂ ହିମ୍ ଟୁ ଆରେଞ୍ଜ ଏକ୍ସଟ୍ରା କ୍ଲାसेस इन इंग्लिश ऑन संडे। एक्स्ट्रा क्लासेस कोन हमको दरकार, आमे कोन प्लान अरेंज करंतु बोली आमे कोन करछे, प्लान को रिक्वेस्ट करछे ऑन संडे रे। प्लान कोन आप्लिकेसन तमरो 2024 रे, मु खाली कहि रखुछु, मु खाली इयर तक मन रख, 2024 रे पठला कोन पठला हेडमास्टर को हमें कोन करछे, रिक्वेस्ट करछे अरेंज करिया को ओडे एक्स्ट्रा क्लासेस ऑन संडे फॉर इंग्लिश। ओके, नेक्स्ट कोन पठला 2022 रे कोन पठला प्लान सेही हेडमास्टर पाख माने आमे कोन लिखले, ओडे एप्लिकेशन लिखले कोन रिक्वेस्टिंग फॉर 2 to 3 days एब्सेंट बिकॉज़ योर मदर इज सीरियसली इल। प्लान तो मां कोन छथि, प्लान बहुत असुस्थ अछथि, तो आमे कोन करतले 2 ରୁ 3 दिन पय आमे कोन करतले ओडे रिक्वेस्ट करतले हेडमास्टर पाख को आमे कोन नबा किसी स्कूल रू केते दिन पय एब्सेंट रहबा पर लीव नबा बोली। 2022 रे पठला के पठला प्लान 2022 रे पठला, 2022 रे कोन पडला हेडमास्टर पाख पडला, 2024 रे कोन पडला हेडमास्टर पाख पडला। मे भी तमनकर ए वर्ष ना गोटे एप्लिकेशन तमको आसी पारे, कोन आसी पारे प्लान हेडमास्टर पाख को कोन आसी पारे, हेडमास्टर पाखु कोन गोटे एप्लिकेशन तमनकर आसी पारे। हेडमास्टर को कोन आमे कोन रिक्वेस्ट करछे, कोन आमे परमिशन मागुछे, तो ताकू नै कि तमरो कोन आसी पारे गोटे एप्लिकेशन आसी पारे। ताल ताकू हम नै कि तमकर एप्लिकेशन कोन आसी पारे, ताकू नै कि तमकर एप्लिकेशन कोन आसी पारे, हम लिखि दिस प्लान आमे रिक्वेस्ट करछे काहाकू हेडमास्टर को टू सस्पेंड द क्लास टू वॉच ए क्रिकेट और हॉकी मैच इन योर स्टेडियम। क्रिकेट मैच देखियाको किबा हॉकी मैच देखियाको आमे कोन स्टेडियम जिबा, आमे क्लास ताकू कोन करबो प्लान सस्पेंड करन बोली आमे कोन करछे, प्लान आमे परमिशन मागुछे बा रिक्वेस्टिंग करछे गोटे एप्लिकेशन आसी पाए। नेक्स्ट कोन आसला प्लान तमनकर ना, पुणी आमे रिक्वेस्ट करछे हेडमास्टर को कोन ना टू गिव परमिशन टू गो ऑन ए पिकनिक। पिकनिक जिबा को आमे कोन करछे परमिशन मागुछे, पिकनिक जिबा को आमे कोन मागुछे प्लान परमिशन मागुछे, काहा मागुछे प्लान हेडमास्टर को रिक्वेस्टिंग करछे। बुझिपारना बुझिपारनी तमर थारे कोन आसला प्लान आउ हेडमास्टर नै कोन आसी पारे ना, रिक्वेस्टिंग करछे कोन ना टू गिव परमिशन टू प्ले ए फ्रेंडली कबड्डी किबा हॉकी मैच बिटवीन क्लास आईएक्स एंड एक्स। क्लास आईएक्स एंड एक्स भीतर आमे कोन करछे और इको फ्रेंडली मैच खेलउ चाहूछे, कबड्डी मे भी पड़ी पारे किबा क्रिकेट पड़ी पारे किबा हॉकी मैच पड़ी पारे, किछि पड़ी पारनी, किंतु आमे काहा को परमिशन मागुछे, काहा को रिक्वेस्टिंग करछे ना हेडमास्टर को कोन करछे प्लान रे आमे रिक्वेस्ट करछे, ताकू नै तमरो कोन किछि आसी पारे एप्लिकेशन।
ମୋ କଥା ବୁଝିପାରିଲ ନା ପିଲାମାନେ? ଯଦି ପିଲାମାନେ ତମର ହେଡମାଷ୍ଟରକୁ ନେଇକି ଆପ୍ଲିକେସନ ଆସୁଛି ତାହେଲେ ମୁଁ ତମକୁ କେତେଟା ଆପ୍ଲିକେସନ କହିଲି? ଗୋଟେ, ଦିଟା, ତିନିଟା, ଚାରିଟା, ପାଞ୍ଚଟା। ଏଇ ପାଞ୍ଚଟି ଯାକ ହେଡମାଷ୍ଟରକୁ ନେଇକି ତମର ଯୋଉ ଆପ୍ଲିକେସନ ଅଛି ତାକୁ ପିଲାମାନେ କଣ କରନି ହାତ ଛଡା କରି ଯାଅନି, ନିହାତି ଭାବେ କଣ କର ଦେଖି ଯାଅ, ଦେଖି ଯାଅ। ଆମେ ଆପ୍ଲିକେସନ ତ ଘୋଷିବାନି ନା, ଆପ୍ଲିକେସନ ଘୋଷିବାନି ନା, ଆମକୁ କଣ ଖାଲି ଟିକେ ଆମକୁ ଟିକେ କଣ ମନେ ରଖିବାର ଅଛି, ଖାଲି ମଝିରେ ଆମେ ଯୋଉ ପାର୍ଟ ଲେଖୁଛେ ତାକୁ ଖାଲି କଣ ଆମକୁ ଟିକେ କଣ କରିବାର ଅଛି ପିଲାମାନେ? ଖାଲି ଆଖି ପକେଇବାର ଅଛି। କଣ ପକେଇବା? ଖାଲି ଆଖି ଟିକେ ପକେଇବାର ଅଛି। ବୁଝିପାରୁଛ ନା ବୁଝିପାରୁନ ମୁଁ ଯାହା କହୁଛି? ତେଣୁ ପିଲାମାନେ ତମମାନଙ୍କୁ ଏଇ 5ଟି ଆପ୍ଲିକେସନ କଣ ରହିବ ତମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ରହିବ। ତାକୁ ଛାଡ଼ିକି ତମକୁ ଗୋଟେ ହାଶଟ୍ୟାଗ ମାରିକି ରଖିଛି ପିଲାମାନେ, ଏଇଟା ହଉଛି ତମମାନଙ୍କ ପାଇଁ କଣ ରହିବ ଇମ୍ପୋର୍ଟାଣ୍ଟ ରହିବ କଣ ନା ଟୁ ଦ ସିଡିଏମଓ କୋଉଠାର ନା ଯେକୌଣସି ଗୋଟେ ଡିଷ୍ଟ୍ରିକ୍ଟ ଦେଇଥିବ, ଏଠି ମୁଁ କୋରାପୁଟ ଲେଖିଛି କିମ୍ବା ତମକୁ ସେ ଯେକୌଣସି ଡିଷ୍ଟ୍ରିକ୍ଟ କଣ ଦେଇଥିବ, ରିକ୍ୱେଷ୍ଟିଂ ହିମ୍ ଟୁ ଅର୍ଗାନାଇଜ ଆନ୍ ଆୱାରନେସ୍ ପ୍ରୋଗ୍ରାମ ଅନ୍ ଡେଙ୍ଗୁ ଇନ୍ ୟୋର ସୋସାଇଟି। ତମ ସୋସାଇଟିରେ ପିଲାମାନେ ଗୋଟେ ଆୱାରନେସ୍ ପ୍ରୋଗ୍ରାମ କଣ ଆମେ ଆରେଞ୍ଜମେଣ୍ଟ କରିବାକୁ ଚାହୁଁଛେ କଣ ଡେଙ୍ଗୁ ପାଇଁ, ଯୋଉଟାକି ଆମେ କାହାକୁ ଆମେ ରିକ୍ୱେଷ୍ଟ ନଉଛେ ବା କାହାକୁ ଆମେ ରିକ୍ୱେଷ୍ଟିଂ କରୁଛେ ନା ତମର ଲୋକାଲ ଥିବା ସିଡିଏମକୁ ଆମେ କଣ କରୁଛେ ପିଲାମାନେ ତମର ଡିଷ୍ଟ୍ରିକ୍ଟ ସିଡିଏମକୁ ଆମେ କଣ କରୁଛେ ପିଲାମାନେ ପରମିଶନ ମାଗୁଛେ ବା ରିକ୍ୱେଷ୍ଟିଂ କରୁଛେ। ବୁଝିପାରିଲ ନା ବୁଝିପାରୁନି? 5ଟି ଆପ୍ଲିକେସନ ମନେ ରଖିଲ। ଏଇଟା ମୁଁ ଛାଡ଼ିବାକୁ କହିଲି ପିଲାମାନେ, ଏଇଟା ଆମେ କଣ କରିବା ଛାଡ଼ିକି ଯିବା। ଏଇଟା ଆମେ କଣ କରିବା ପିଲାମାନେ ଛାଡ଼ିକି ଯିବା। କେତେଟା ଆପ୍ଲିକେସନ କହିଲି? ହେଡମାଷ୍ଟର ନେଇ ତମକୁ କଣ କହିଲି ପିଲାମାନେ? ଗୋଟେ, ଦିଟା, ତିନିଟା, ଚାରିଟା, ପାଞ୍ଚଟା। ଏଇ 5ଟି ଯାକ ଆପ୍ଲିକେସନ ପିଲାମାନେ କଣ କରିବ ପଢିକି ଯିବ। ତାକୁ ଛାଡ଼ିକି ତମକୁ କଣ କହିଲି ପିଲାମାନେ? ସିଡିଏମଓ ପାଖକୁ ଆମେ କଣ ଲେଖୁଛେ ନା ଗୋଟେ ପ୍ରୋଗ୍ରାମ ଆୱାରନେସ୍ ପ୍ରୋଗ୍ରାମ କଣ ଅର୍ଗାନାଇଜ କରିବା ପାଇଁ ଆମେ କଣ କରୁଛେ ତାଙ୍କୁ ଆମେ ରିକ୍ୱେଷ୍ଟିଂ କରୁଛେ। ତାକୁ ନେଇକି ତମର କଣ ଗୋଟେ ଆପ୍ଲିକେସନ ମେ ବି ଆସିଯାଇପାରେ। ତ ଏୟା ଥିଲା ତମର 6ଟି ଯାକ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚିନ୍। ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚିନ୍ ମାନେ କଣ ଆମର ଆପ୍ଲିକେସନ ମେ ବି ଆସିପାରେ। ଏବଂ ତମକୁ ପ୍ରଥମ ଥର ପାଇଁ ମୁଁ କହି ରଖୁଛି ପିଲାମାନେ, ଆଉଥରେ ବି କହି ରଖୁଛି, ପ୍ରଥମରୁ କହିଥିଲି ଆଉଥରେ ବି କହି ରଖୁଛି, ଯଦି ତମେ ଚାହୁଁଛ ଆପ୍ଲିକେସନ ପଢିବା ପାଇଁ ଆପ୍ଲିକେସନ ହିଁ ପଢିକି ଯାଅ, ନହେଲେ ମୁଁ ମଧ୍ୟ ତମକୁ କଣ ଦେବି ଇମ୍ପୋର୍ଟାଣ୍ଟ ଲେଟର ଦେବି। ତମଙ୍କର ଯଦି ଇଚ୍ଛା ଅଛି ଲେଟର କଣ ଲେଖିବା ପାଇଁ ତାହେଲେ ଲେଟର ପ୍ରାକ୍ଟିସ କରି ଯାଅ। ଯାହା କରିବ ଗୋଟେ କର, ଆଇଦର ଲେଟର ନହେଲେ ଆପ୍ଲିକେସନ, ଯାହା ଆଇଦର ଲେଟର ନହେଲେ ଆପ୍ଲିକେସନ, ଦିଟା ଯାକ ପଢିକି ଦିଟା ଯାକ ପ୍ରାକ୍ଟିସ କରି ଏଥିରୁ ପାଞ୍ଚଟା ସେଥିରୁ ପାଞ୍ଚଟା ପଢିକି ଯିବ, କିଛି ଲାଭ ନାହିଁ। ପରୀକ୍ଷା ହଲେ ଯଦି କଣ ଆସିଗଲା ବାହାରୁ ଆସିଗଲା, କିଛି ଲାଭ ନାହିଁ। ତେଣୁ ଆମେ ଯାହା ପଢିବା ଗୋଟାକୁ ଫୋକସ କରି ଯିବା। ଏକ୍ସାମ ହଲେ ଯଦି ଆପ୍ଲିକେସନ ପଡିଲା ଆପ୍ଲିକେସନ ହିଁ ଲେଖିବା, ନା ଯଦି ଲେଟରର ପ୍ରୋସିଜର ଖାଲି ମନେ ରଖିବା। ତମକୁ ଯଦି ଲେଟର ଯଦି କଣ ଲାଗିଲା ଏକ୍ସାମ ହଲେ ସହଜ ଲାଗିଲା ତାହେଲେ ତମେ କଣ କରିବ ଆରାମସେ ଲେଟର ଲେଖି ଆସିବ। ବୁଝିପାରିଲ ବୁଝିପାରିଲନି? ତ ଥ୍ୟାଙ୍କ ୟୁ ପିଲାମାନେ। ଏହା ତମମାନଙ୍କର ପିଲାମାନେ ଇମ୍ପୋର୍ଟାଣ୍ଟ କଣ ଥିଲା ଆପ୍ଲିକେସନ ଥିଲା। ଆଶା କରୁଛି ପିଲାମାନେ ଭିଡ଼ିଓଟି ନିହାତି ଭାବେ ଭଲ ଲାଗିଥିବ। ୟା ପର ସେକ୍ସନରେ ତମମାନଙ୍କୁ ପିଲାମାନେ ମୁଁ ତମମାନଙ୍କ ପାଇଁ ଆଣିକି ଆସିବି ଇମ୍ପୋର୍ଟାଣ୍ଟ ଲେଟର୍ସ। ଯୋଉମାନେ ଭାବୁଛ ନା ଇମ୍ପୋର୍ଟାଣ୍ଟ ଲେଟର୍ସ ଆମେ କଣ କଣ ପଢିଯିବୁ, ଇମ୍ପୋର୍ଟାଣ୍ଟ ଲେଟର ମଧ୍ୟ ତମମାନଙ୍କ ପାଇଁ ଆଣିକି ଆସିବି। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ ରଖ, ଚ୍ୟାନେଲକୁ ସବସ୍କ୍ରାଇବ ରଖ ଏବଂ ଭିଡ଼ିଓଟିକୁ ଜମା କଣ କରିବନି ଭୁଲି ଯିବନି, ସାଙ୍ଗମାନଙ୍କ ସହ ସେୟାର କରିବ। ସାଙ୍ଗମାନଙ୍କ ପାଖକୁ ସେୟାର କର ରେ, ସାଙ୍ଗମାନଙ୍କୁ ସେୟାର କର ଏବଂ ତମମାନଙ୍କୁ ପିଲାମାନେ ସବସ୍କ୍ରାଇବ କରିବାକୁ ପଡ଼ିବ ଚ୍ୟାନେଲକୁ ସବସ୍କ୍ରାଇବ କର। ନିଶ୍ଚୟ ଭାବେ ତମ ଏକ୍ସାମ ଭଲ ହବ। ଥ୍ୟାଙ୍କ ୟୁ ସୋ ମଚ୍।